1 ସେପ୍ଟେମ୍ବରରୁ 7 ସେପ୍ଟେମ୍ବର କିପରି ବୃଷଭ ରାଶିମାନଙ୍କ ପାଇଁ ଚାଲନ୍ତୁ ଏହି ଭିଡ଼ିଓ ଡିଟେଲ୍ସ ଜାଣିବା। ନୂଆ ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲିବେନି। ତ ଆପଣଙ୍କର ଶାନ୍ତି, ଧୈର୍ଯ୍ୟପୂର୍ଣ୍ଣ ଉର୍ଜା ଓ ଆପଣଙ୍କର ନୂଆ କ୍ରିଏଟିଭିଟିର ସହିତ ଆରମ୍ଭ ହେବ ଏହି ସପ୍ତାହ। ଆପଣଙ୍କର 1 ସେପ୍ଟେମ୍ବରକୁ ଏମିତି କିଛି ଆଇଡ଼ିଆ ମିଳିପାରେ ଯାହାକି ଆପଣଙ୍କ ପ୍ରଫେସନାଲ୍ ଲାଇଫକୁ ପୁରା ଚେଞ୍ଜ କରି ରଖିବାର କ୍ଷମତା ରଖେ। ତେଣୁ ଆପଣଙ୍କୁ ଯେଉଁ ଆଇଡ଼ିଆ ରହିଛି ଆପଣ ଶାନ୍ତିପୂର୍ଣ୍ଣ ଭାବରେ ତାହାକୁ ଇମ୍ପ୍ଲିମେଣ୍ଟ କାର୍ଯ୍ୟକାରୀ କରିବାକୁ ବିଲକୁଲ ବି ପଛାନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର କ୍ୟାରିୟରରେ ନୂଆ ମୋଡ଼ ମଧ୍ୟ ଆସିପାରେ। ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଦେଖିବାକୁ ଗଲେ ନର୍ମାଲ ରହିବ। ଆପଣଙ୍କୁ କୌଣସି ENTର ସମସ୍ୟା ରହିପାରେ, ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ନର୍ମାଲ ରହୁଛି। ଏହି ଧନର ସ୍ଥିତି ଦେଖିବାକୁ ଗଲେ ଏହି ସପ୍ତାହରେ କାଫି ବହୁତ ଭଲ ରହୁଛି। ଏହି ସପ୍ତାହରେ ଆପଣଙ୍କୁ ଅଟକିଥିବା ଧନ, ଆପଣ ଯେଉଁ ପରିଶ୍ରମ କରିବେ ତାହାର ପ୍ରତିଫଳ ମଧ୍ୟ ପାଉଛନ୍ତି। ଅଟକିଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ଏହି ସମୟରେ ପୁରା ହେବ ଓ ଧନ ସମ୍ବନ୍ଧୀୟ ଆପଣଙ୍କୁ ଗୁଡ୍ ନ୍ୟୁଜ୍ ମିଳିବ। ଧନରେ କୌଣସି ଇସ୍ୟୁ ନାହିଁ। ତ ଏହି ସମୟରେ ବୁଧାଦିତ୍ୟ ଯୋଗର ପ୍ରଭାବ ରହୁଛି ଆପଣଙ୍କ ପାରିବାରିକ ଜୀବନ ଉପରେ। ପରିବାରର ମାତା ପିତାଙ୍କର କୌଣସି ଅଟକିଥିବା କାର୍ଯ୍ୟ ପୁରା ହେବ। ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ। କ୍ୟାରିୟର ଦେଖିବାକୁ ଗଲେ ଏହି ସପ୍ତାହରେ ଆପଣମାନେ ବହୁତ ବିଜି ରହିବେ ଆପଣଙ୍କ କ୍ୟାରିୟରକୁ ନେଇ। ଅନ୍ୟଥା ଅନ୍ୟ କିଛି ପ୍ରୋବ୍ଲେମ୍ ନାହିଁ, ଆପଣ ନିଜ କାର୍ଯ୍ୟରେ ବିଜି ରହିବେ ଏହି ସପ୍ତାହରେ। ଏହି ସପ୍ତାହରେ ଆପଣଙ୍କର ପଞ୍ଚମ ଭାବରେ ଯେହେତୁ ଆପଣଙ୍କର ବୁଧାଦିତ୍ୟ ରହୁଛି, ବୁଧାଦିତ୍ୟ ଯୋଗର ପ୍ରଭାବ ରହୁଛି, ତ ଆପଣଙ୍କର ପରିବାରର କୌଣସି କାର୍ଯ୍ୟ ହୋଇପାରେ। ପରିବାର ସମ୍ବନ୍ଧୀୟ ଛୋଟ ମୋଟ କାର୍ଯ୍ୟ ଯେଉଁ ଅଟକି ଯାଇଥିଲା ତାହା ମଧ୍ୟ ପୁରା ହୋଇପାରେ। ସରକାର ସମ୍ବନ୍ଧୀୟ କାର୍ଯ୍ୟ ପୁରା ହୋଇପାରେ। ପ୍ରପର୍ଟି ସମ୍ବନ୍ଧୀୟ କାର୍ଯ୍ୟ ହୋଇପାରେ ଏହି ସପ୍ତାହରେ। ତ ଆପଣଙ୍କ ସନ୍ତାନମାନଙ୍କର ହେଲ୍ଥ ଇସ୍ୟୁ ରହିପାରେ। ସନ୍ତାନଙ୍କର ଯତ୍ନ ନିଅନ୍ତୁ। ପେଟ ସମ୍ବନ୍ଧୀୟ ENT ସମସ୍ୟା ରହିପାରେ। ଆପଣଙ୍କର ସନ୍ତାନ ବୃଷଭ ରାଶିମାନଙ୍କର ସନ୍ତାନମାନଙ୍କର ଯତ୍ନ ନେବା ଏହି ସମୟରେ ନିହାତି ଆବଶ୍ୟକ। ଏହି ସମୟରେ ଆପଣଙ୍କ ଦାମ୍ପତ୍ୟ ଜୀବନ ମଧ୍ୟମ ଧାରଣ ରହିପାରେ। ମିସ୍ଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ୍ ହୋଇପାରେ ଓ ଆପଣଙ୍କ ପାର୍ଟନରଙ୍କ ଖର୍ଚ୍ଚ ମଧ୍ୟ ଏହି ସମୟରେ ବଢ଼ିପାରେ। ତ ଟୋଟାଲ୍ ଦେଖିବାକୁ ଗଲେ ମଧ୍ୟମ ଧାରଣ ରହିବ। ଏହି ସମୟରେ ଆପଣ କୌଣସି ମାନସିକ ଚିନ୍ତା କରିପାରନ୍ତି। କୌଣସି ଓଭର ଥିଙ୍କିଂ ବେକାର କୌଣସି ନଥିବ, ହେଲେ ଆପଣ ଏହାକୁ ଭାବିପାରନ୍ତି। ଓଭର ଥିଙ୍କିଂରୁ ବଞ୍ଚନ୍ତୁ। ଏହି ସମୟରେ ଆପଣମାନଙ୍କ ପାଇଁ ଏହି ସପ୍ତାହ ବହୁତ